ମୋ ତରଫରୁ ଆପଣ ମାନଙ୍କୁ ହାପି ମକର ସଂକ୍ରାନ୍ତି। ସକାଳୁ ସକାଳୁ ଉଠି ପରିବା କାଟିବାରେ ଲାଗି ପଡିଛି। ପରିବା କାଟିଲା ପରେ ମୋ ରୁମ୍ ଟି ଝାଡୁ ମାରି ଦଉଛି। ରୁମ୍ ଟି ମୁଁ ଝାଡୁ ମାରିଲା ପରେ ଗାଧା ଫାଧା ହେଇକି ରେଡି ହେଇସାରିଛି। ତ ଏବେ ଯିବା ଆମେ ଉପରକୁ। ମୁଁ ଉପରକୁ ଆସି ଦେଖିଲା ବେଳକୁ ଛୋଟ ଛୋଟ ପିଲାମାନେ ଏଠି କାଇଟ୍ ଉଡଉଛନ୍ତି। ତାଙ୍କ ମାନଙ୍କୁ ଦେଖି ମୋ ପିଲାଦିନର କଥା ମନେ ପଡିଗଲା। ମୁଁ ଡେରି ନ କରିକି ଆମ ରୁମ୍ ର ବଡ ଭାଇ ଜଣକ କାଇଟ୍ ଉଡେଇବାକୁ ଲାଗୁଥିଲେ। ତ ମୁଁ ତାଙ୍କ ସାଥିରେ ମିଶି କାଇଟ୍ ଉଡେଇବାକୁ ଲାଗିଲି ଆଉ ମୋ ପିଲାଦିନର ସ୍ମୃତିକୁ ଟିକେ ତାଜା କରିଲି। ମତେ ଲାଗିଥିଲା ଭୋକ, ମୁଁ ତଳକୁ ଆସି ଖାଇବାକୁ ବାଢିଲି। ଆଜି ହେଇଥିଲା ପୋଲ ଭାତ ଆମର। ଶୋଇକି ଉଠିଲା ପରେ ଆମେ ରୋଷେଇରେ ଲାଗି ପଡିଥିଲୁ। ଆମର କଟାକଟି ସରି ଯାଇଥିଲା। ମୁଁ ଭାତ ପାଇଁ ପାଣି ବି ବସେଇ ଦେଇଥିଲି। ଚାଉଳଟି ପକେଇକି ମୁଁ ଭାତଟାକୁ ଘାଣ୍ଟିବାକୁ ଲାଗିଲି। ଭଜା ପାଇଁ ମୁଁ କଢେଇ ବି ବସେଇ ସାରି 10 ରୁ 15 ମିନିଟ୍ ଛାଡିଲା ପରେ ଆମ ଭାତଟି ହେଇସାରିଥିଲା। ଆଉ ମୁଁ ଭାତଟାକୁ ଗାଳିବାକୁ ଲାଗିଲି। ଭଜାଟି ଆମର ଟିକେ ଟିକେ ସିଝିବାକୁ ଆସିଲାଣି। ରୋଷେଇ ବାସ ସରିଲା ପରେ ମୁଁ ଆସି ଯାଇଥିଲି ଟିକେ ମାର୍କେଟ କୁ। ମୁଁ ପହଞ୍ଚି ଯାଇଥିଲି ବଡାପାव ଦୋକାନରେ। ମୁଁ ଗୋଟେ ବଡାପାव ଅର୍ଡର କରିଥିଲି ଆଉ ବଡାପାव ଆସି ସାରିଥିଲା। ମୁଁ ଆସି ପହଞ୍ଚି ଯାଇଥିଲି ରୁମ୍ ରେ। ଭିଡିଓଟି ଯଦି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବେ। ପୁଣି ଦେଖା ହବା ନେକ୍ସଟ ବ୍ଲଗ ରେ।